ଦେଖନ୍ତୁ ଏଇ ଯୋଉ ଘଟଣାଟି ଘଟିଲା ଏଇଟା ହচ্ছে ଆକ୍ଚୁଆଲି ବାସ୍ତବିକ ଗୋଟେ ଦୁଃଖର କଥା। ଯଦି ଆପଣ କହିବେ ଅତ୍ୟନ୍ତ ଦୁଃଖର କଥା। ଦିଟା ଜିନିଷ, ଗୋଟେ ସାମାଜିକ ମାନେ ଘଟଣା ଏବଂ ଗୋଟେ ଆଇନର ଘଟଣା। ସାମାଜିକ ଘଟଣା ଯଦି ଦେଖିବେ, ସମାଜରେ ମଧ୍ୟ କୌଣସି ଝିଅକୁ ରାସ୍ତାରେ ଚୁଟି ଘୁଷାଇ ବାଡିବା ପାଇଁ କୌଣସି ପ୍ରକାର ସମାଜ କାହାକୁ ପରମିଶନ ଦେଇନି। ଆପଣଙ୍କର ସ୍ୱାମୀ ସ୍ତ୍ରୀ ଭିତରେ କଣ ହେଲା ଆପଣ ବୁଝାବୁଝି ହେବେ, ଘର ଭିତରେ ବୁଝାବୁଝି ହେବେ, ଚାରିକାନ୍ଥ ଭିତରେ ବୁଝାବୁଝି ହେବେ। ତା ମାନେ ନୁହେଁ ଯେ ଗୋଟେ ଝିଅଟିକୁ ରାସ୍ତାରେ ଆପଣ ଘୋଷାରିକି ବାଡେଇବେ, ଇଏ କରିବେ। ସେଇଟା ଭାରି ଇନଡିସେଣ୍ଟ ଜିନିଷଟା। ଏଇଟା ଭାରି ଯୋଉଟା କି ମାନେ ସମାଜ ଆଗରେ ଗୋଟେ କୁପ୍ରଭାବ ମଧ୍ୟ ପକେଇବ। ଏବଂ ସବୁଠାରୁ ଦୁଃଖର କଥା, ସେଠି ଶହ ଶହ ଲୋକ ଠିଆ ହେଇଛନ୍ତି, କିନ୍ତୁ ସେ ଝିଅଟିକି ରାସ୍ତାରେ ସେ ସ୍ତ୍ରୀ ଲୋକ ବାଡଉଛି, କିନ୍ତୁ ତାକୁ କେହି ବିରୋଧ କରୁନାହାନ୍ତି, ବରଂ ଏନକରେଜ କରୁଛନ୍ତି ବାଡା ବାଡା ବୋଲି। ଏଇଟା ହଉଛି ଆହୁରି ଦୁଃଖର କଥା। ଆଇନଟାକୁ ଆପଣ ଆସିବେ, ଆଇନରେ ଯଦି ତାଙ୍କ ତାଙ୍କ ସ୍ତ୍ରୀଙ୍କ କଥା ସତ୍ୟ ହେଇଥାଏ, ଆଇନ କହିଲା, ଯଦି କହିବେ 2023 ସେପ୍ଟେମ୍ବର 2017 ଦିନ ଯୋସେଫ ସାଇନ ଭର୍ସେସ ୟୁନିୟନ ଅଫ ଇଣ୍ଡିଆ, ଏଇ ଯୋଉ ଜଜମେଣ୍ଟରେ ମାନ୍ୟବର ସୁପ୍ରିମକୋର୍ଟ କହିଲେ ପରକ୍ରିୟା ପ୍ରୀତି ବେଆଇନ ନୁହେଁ। ଅର୍ଥାତ୍ ଯଦି ଜଣେ ମାନେ, ଏବଂ ଆଉ ଗୋଟେ ଜଜମେଣ୍ଟ ହଉଛି ଆପଣଙ୍କର ଡକ୍ଟର ଧୀରୁଭାଇ ମୁରଲୀଧର ସୋନାର ଭର୍ସେସ ଷ୍ଟେଟ ଅଫ ମହାରାଷ୍ଟ୍ର 2018 ମାନ୍ୟବର ସୁପ୍ରିମକୋର୍ଟ କହିଲେ, ଆପଣ ଯଦି ଜଣେ ପ୍ରାପ୍ତ ବୟସ୍କ ଏବଂ ଆପଣ ୱେଲ ଏଜୁକେଟେଡ, ଆପଣ କାହା ସହିତ ଆପଣଙ୍କ ବଡିଟାକୁ ସେୟାର କରିବେ, ଦ୍ୟାଟ୍ ଇଜ ୟୋର ପର୍ସନାଲ ଲିବର୍ଟି, ଦ୍ୟାଟ୍ ଇଜ ନଟ ଏ ଅଫେନ୍ସ। ହଁ, ତେଣୁ କଥାଟା ହଉଛି କଣ, ଯଦି ସେ ତାଙ୍କର ଅଫିସର ଷ୍ଟାଫ, ଆପଣ ତ ଦେଖି ନାହାନ୍ତି, ଜାଣିନାହାନ୍ତି, ଆପଣ ତାଙ୍କୁ ରାସ୍ତାରେ ବାଡିବାର କୌଣସି ରାଇଟ୍ସ ନାହିଁ। ଦେଖନ୍ତୁ ସେ ଝିଅଟି ଆକ୍ଚୁଆଲି, ଯୋଉ ଝିଅଟି ମାଡଟି ଖାଇଛି, ସେ ଆକ୍ଚୁଆଲି ଗାଇଡ ଠିକ ସେ ହେଇପାରିନି। ଯଦି ଗାଇଡ ହେଇଥାନ୍ତା, ଏମାନେ ଏମାନେ ଏତେବେଳକୁ ନାମ ନେଇ ସାରନ୍ତେଣି। ସେ ଗାଇଡ ହେଇନି, ତାକୁ ପ୍ରପରଲି ଗାଇଡ କେହି କରିନାହାନ୍ତି। ଏବଂ ଯେତିକି ତାଙ୍କ ମାଡ ହେଇଛି ତାକୁ, ଏବଂ ଯାହା ଯୋଉ ପ୍ରମାଣ ବି ଅଛି, ଆପଣ ଯଦି କହିବେ ସେ ପ୍ରମାଣକୁ ମାନେ ପାଥେୟ କରି ସେ ଝିଅ ଯଦି ପ୍ରକୃତରେ ଗାଇଡ ହେଇଥାନ୍ତା, ତାହେଲେ ନିଶ୍ଚିତ ଭାବରେ ମାନେ ଏମାନେ ଏତେବେଳକୁ ନାମ ନେଇ ସାରନ୍ତେଣି। ଏ ଯୋଉ ସିଂହ ବାହିନୀ ଦେଖେଇକିରି ଶାଶୁ ଶ୍ୱଶୁର ସ୍ତ୍ରୀ ଯୋଉ ଯାଇକି ରାସ୍ତାରେ ପିଟୁଥିଲେ, ଏଟା ମାନେ ବାସ୍ତବିକ ଦୁଃଖର କଥା। ଥରେ ଆମେ ଯେତେବେଳେ ଅନ୍ୟକୁ ଅନ୍ୟ ଜଣେ ଦୁଃଖ ପାଇଲା ସମୟରେ, ଅନ୍ୟ ଜଣେ କଷ୍ଟ ପାଇବା ସମୟରେ, ଆମେ ଯୋଉମାନେ ସବୁ ରୋଡ ସାଇଡରେ ଠିଆ ହେଇକି ତାଳି ମାରୁଛେ, ଥରେ ଯାଇକି ସେଇ ଜାଗାରେ ଠିଆ ହେଇକି ଦେଖାନ୍ତୁ। ଏବଂ ଯୋଉ ଦେଖିବେ ଅନେକ ପୁରୁଷ, ଅନେକ ସ୍ତ୍ରୀ ଦେଖିବେ, ତାଙ୍କର ସେ ଯୋଉ ଝିଅଟି ଯେତେବେଳେ ମାଡ ଖାଉଥିଲା, ବହୁତ ଲୋକ ମୁଁ ଦେଖୁଥିଲି ସୋସିଆଲ ମିଡିଆରେ ବହୁତ କଥା ଲେଖୁଥିଲେ। ମୁଁ ସେଇମାନଙ୍କୁ କହୁଛି, ସେମାନେ ନିଜ ଛାତିରେ ହାତ ଦେଇ କୁହନ୍ତୁ, ତାଙ୍କ ଜୀବନ ଭିତରେ ସେମାନେ କିଛି କୋଉଠି ଭୁଲ କରିନାହାନ୍ତି। କାହାକୁ ମତେ ଏକ୍ସପ୍ଲାନେସନ ଦରକାର ନାହିଁ, କି କାହାକୁ କହିବା ଦରକାର ନାହିଁ। ନିଜ ଛାତିରେ ହାତ ଦେଇକି କୁହନ୍ତୁ, ମୁଁ କିଛି ମୋ ଜୀବନରେ ଭୁଲ କରିନି ତ। ଯଦି କରିଛ ତୁମେ ଭୁଲ, ତାହେଲେ ଅନ୍ୟକୁ ଆଙ୍ଗୁଠି ଦେଖାକୁ ତୁମକୁ ଅଧିକାର ଦେଲା କିଏ? ବରଂ ଦୁଃଖ ପ୍ରକାଶ କର, ସିଏ ମୋ ମାଉସୀ ଝିଅ ଭଉଣୀ ନୁହଁ, କି ସିଏ ମୋର ଶତ୍ରୁତା ନୁହଁ। ଯାହା ନିଛକ ସତ୍ୟ, ଅନ୍ୟକୁ ସକାଳେ ଘଟେ ନାରାୟଣ ଅନାଦି ପରମ କାରଣ। ଅନ୍ୟ ଗୋଟେ ଆଉ ଜଣେ ନାରାୟଣ ଯେତେବେଳେ କଷ୍ଟ ପାଉଛନ୍ତି, ତାଙ୍କୁ ଉଦ୍ଧାର କରିବା, ଦ୍ୟାଟ୍ ଇଜ ୟୋର ରେସ୍ପନ୍ସିବିଲିଟି। ଅନ୍ୟ ଜଣେ ଦଣ୍ଡ ପାଉଥିବା ସମୟରେ ଯିଏ ଦେଖିକି ତାଳି ମାରେ, ଯିଏ ଦେଖିକି ଖୁସି ଅନୁଭବ କରେ, ସେମାନେ ହଉଛନ୍ତି ମଣିଷତ୍ୱ ସେମାନଙ୍କ ଦେହରେ ନାହିଁ, ସେମାନେ ଜଣେ ଜଣେ ଅମଣିଷ। ଯଦି କହିବେ ଲ ବି ସେୟା କହିଲା, ଲ କହିଲା କୌଣସି ଜାଗାରେ ଯଦି କ୍ରାଇମ ହଉଛି, ଗୋଟେ କ୍ରାଇମଟେ ଘଟୁଛି, ତାକୁ ଦେଖିକି ଯଦି ଆପଣ ଆଭଏଡ କରି ଚୁପ୍ କରି ପଳେଇ ଆସିବେ, ତାଠୁ ବଳକା ଆପଣ ହେଲେ ଭାଗିଦାରୀ ସେ କ୍ରାଇମରେ। ଈଶ୍ୱର ବି ସେୟା କହିଛନ୍ତି। ତେଣୁ ତାଙ୍କୁ କଣ କରିବାର ଥିଲା? ସେ ତାଙ୍କ ସ୍ତ୍ରୀ କହୁଛନ୍ତି ଯେ ତାଙ୍କ ପାଖକୁ ମେସେଜ ଆସିଥିଲା, କିଛି ଫଟୋ କହୁଥିଲେ ଯେ ସେ ପୋଲିସରେ କେସ୍ କରିବେ ନା ଯାଇକି ରାସ୍ତାରେ ବାଡେଇବେ? ହଁ, ଯଦି ତାଙ୍କ ପାଖକୁ ମେସେଜ ଆସିଥିଲା, ତାଙ୍କର ସେ ଲୁଟତରାଜ କରୁଥିଲେ, ମନି ଏକ୍ସଟର୍ସନ କରୁଥିଲେ, ସବୁ ତାଙ୍କର କଥା ସତ ହଉ, ସେ ଏଫଆଇଆର କରିବେ ନା ଯାଇକି ଜଣକ ଗୋଟେ ପର ଝିଅଟାକୁ, ମାନେ ଯୋଉ ଅର୍ଦ୍ଧନଗ୍ନ ଅବସ୍ଥାରେ, ଥରେ ଭାବିକି ଦେଖନ୍ତୁ, ସେ ଯୋଉ ଝିଅଟି, ଥରେ ଭାବିକି ଦେଖନ୍ତୁ, ସେ ଯାହା ବି ଭୁଲ କରିଥାଉ, ଥରେ ଆଖି ମୁଜିକି ଥରେ ଉପରକୁ ଦେଖନ୍ତୁ, ସେ ଝିଅର ଭବିଷ୍ୟତ କଣ? ସେ ଝିଅର ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର। ଏବଂ ଆହୁରି ଦୁଃଖ କଷ୍ଟ କଥା, ତାକୁ ପୁଣି ଯୋଉ ସୋସିଆଲ ମିଡିଆରେ ଯେତେବେଳେ ସେ ପଡିଗଲା, ସେ ଝିଅର ପରିବାର ଅବସ୍ଥା କଣ ହବ, ତାର ବନ୍ଧୁବାନ୍ଧବର ଅବସ୍ଥା କଣ ହବ, ତାର ସାହି ପଡିଶାର ଅବସ୍ଥା କଣ ହବ, ଏବଂ ସେଇ ଯୋଉ ଝିଅର ଫ୍ୟୁଚରଟା କଣ ହବ, ଥରେ ଭାବିକି ଦେଖନ୍ତୁ। ତେବେ ସାର୍, ଆମର ଯୋଉ ଗୋଟେ ମଝିରେ କେସ୍ ଆସିଥିଲା ବାବୁସାନକୁ ନେଇକିରି, ଯୋଉ ତୃପ୍ତି ଯାଇକି ତାଙ୍କ ସ୍ତ୍ରୀ କରିଥିଲେ, ଏଇଟା ଭୁଲ ଥିଲା? ମୁଁ ତ ସେ କେସ୍ କରୁଥିଲି, ମୁଁ ଚାର୍ଜସିଟ୍ କରେଇଲି ହାଇକୋର୍ଟଙ୍କ ଅର୍ଡର କରିକି, ତାଙ୍କ ନାଁରେ ଚାର୍ଜସିଟ୍ ହେଇଛି ସେ କେସରେ। ତେଣୁ ମୁଁ କହିବା କଥା, ମୁଁ ଗୋଟେ ଛୋଟ ଆପଣଙ୍କୁ ଏକ୍ଜାମ୍ପଲ ଦଉଛି। ମୁଁ ହାଇକୋର୍ଟରୁ ଫେରିକି ଆସୁଛି, ବାଟ ସାରା ମଦ ଦୋକାନ ଅଛି ନା ନାହିଁ, ମୋ ପାଖରେ ପଇସା ଅଛି ନା ନାହିଁ, ମୁଁ ଟେନସନରେ ଅଛି ନା ନାହିଁ। ମୁଁ ବାଟରୁ ଆସିଲା ବେଳକୁ ଗୋଟେ ଦୋକାନରୁ ମଦ ପିଇ ଦେଇକି ପଳେଇ ଆସିବି। ମୋ ଘର ଲୋକ
ମତେ ବନ୍ଦ କରିବେ ନା ଯାଇକି ସେ ମଦ ଦୋକାନ ମାଡ଼ଗୋଡ଼ କରିବେ? କାହା ମାଡ଼ଗୋଡ଼ କରିବେ? ମଦ ଦୋକାନକୁ? ନା ମତେ ବନ୍ଦ କରିବେ ଟିକେ ମଦ ପିଇନା ବୋଲି? ଅବଭିୟସଲି ତମ ଘର ଲୋକକୁ ତମେ କଣ କହିବ ନା, ତମେ ଯାଇକି ପର ଝିଅଟାକୁ ରାସ୍ତାରେ କେମିତି ବାଡ଼ଉଛ? ଭେରି ମାନେ ଅନଫର୍ଚୁନେଟ୍। କିଛି ହେଲାନି କି ସେ କିଛି ହେଲାନି ସେ ରବିବାର ଟେଷ୍ଟ ଶୁଣନ୍ତୁ ସେ କେସ୍ଟା ଏଇଥିପାଇଁ ଶୁଣନ୍ତୁ, ଯେତେବେଳେ ଆପଣ ପ୍ରପର ଜାଗାରେ ପ୍ରପର ହିଟ୍ଟା ହବ, କାମଟା ସେଠି ହବ। ଆପଣ ଧାନଟାକୁ ନେଇକିରି ଚଷିକିରି ବିଲରେ ପକେଇଲେ ସେଟା ଗଜା ହବ, ସେଇ ଧାନକୁ ପଡ଼ିଆରେ ପକେଇଲେ କଣ ହବ? ବାଳୁଙ୍ଗା ହବ। ତେଣୁ ଯୋଉମାନେ ପ୍ରପର ଆଇନଟାକୁ ପ୍ରପର ଭାବରେ ବ୍ୟବହାର କରିବା ଦରକାର, ପ୍ରପର ଯେ ବ୍ୟବହାର କରୁଥିବ ସେଇ ଭଳିଆ ଜାଗାରେ ସେ ଯାଇକି ବାଜିଲେ ଠିକ ତାର କାମଟା ସେ ଦେଖେଇବ, ନହେଲେ କେମିତି ଦେଖେଇବ? ସେ ଆଇନ କହିଲେ ବା ସେ ଝିଅଟି ପ୍ରପର ଗାଇଡ ହେଇପାରୁନି, ମିସଗାଇଡ ହେଇକି ରାସ୍ତାରେ ଠିଆ ହେଇକି ଏସବୁ ଜିନିଷ କରୁଛି। ତେଣୁ ଏଟା ହେଲା, ସେଥିରେ ଆମର କିଛି ଲେନଦେନ ନାହିଁ, ପର କଥାରେ ଆମର ମୁଣ୍ଡ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। ଯାହା ଆଇନ ବିଷୟରେ ମୁଁ ଯାହା କହିଲି ତାଙ୍କର ସେମାନେ କାହିଁ ମୁହଁ ଖୋଲୁନାହାନ୍ତି, କଣ କରୁଛନ୍ତି, ସେଟା ତାଙ୍କର ଏଟା ପର୍ସନାଲ ଲିବର, ସେ ଖୋଲିବେ କି ନାହିଁ।